ଆଚ୍ଛା ଭାବନ୍ତୁ ତ ଯେଉଁମାନେ ଡେଷ୍ଟିନି ବା ଭାଗ୍ୟରେ ଗଭୀର ବିଶ୍ୱାସ କରନ୍ତି ସେମାନଙ୍କ ପାଇଁ ଜୀବନଟା କେତେ ରୋମାଞ୍ଚକର ହୋଇଥାଏ ନା? ଆଜିର ଏହି ବିଶ୍ଳେଷଣରେ ଆମେ ଠିକ୍ ସେହିଭଳି ଏକ ଚମତ୍କାର ଆଧୁନିକ ମାଇକ୍ରୋ ଷ୍ଟୋରି ଉପରେ ନଜର ପକାଇବା। ଆସନ୍ତୁ ସମ୍ପୂର୍ଣ୍ଣ କାହାଣୀଟିକୁ ସିମ୍ରନ୍ଙ୍କ ଦୃଷ୍ଟିକୋଣରୁ ଅନୁଭବ କରିବା, ଯିଏ ନିୟତିକୁ ଖୁବ୍ ମାନନ୍ତି। ଦେଖିବା କିପରି ଫୋନ୍ର ଗୋଟେ ସାଧାରଣ ରିଙ୍ଗ ତାଙ୍କ ଦୁନିଆକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ବେଳେବେଳେ ଭାଗ୍ୟ କିପରି ଲୁଚକାଳି ଖେଳି ଦୁଇଟି ହୃଦୟକୁ ଏକାଠି କରେ ତାହାର ଏହା ଗୋଟେ ଜ୍ୱଳନ୍ତ ଉଦାହରଣ। ଗୋଟେ ଭୁଲ ଫୋନ୍ କଲ୍ ଆଉ ଜୀବନସାରା ଗୋଟେ ବଦଳିଗଲା। ସିମ୍ରନ୍ଙ୍କ ପାଇଁ ସତ କହିବାକୁ ଗଲେ ଏହା କେବଳ ଏକ ଡାଇଲଗ୍ ନଥିଲା, ଏହା ଥିଲା ତାଙ୍କର ନିଜସ୍ୱ ଅନୁଭୂତି। ମାନେ ଟିକେ ଚିନ୍ତା କରନ୍ତୁ, କେବଳ ଗୋଟିଏ ନମ୍ବର ଏପଟ ସେପଟ ହୋଇଯିବା ଯୋଗୁଁ ଗୋଟେ ନୂଆ ଦୁନିଆର ଆରମ୍ଭ ହୋଇଗଲା। ଆଶ୍ଚର୍ଯ୍ୟ କଥା ନା? ସିମ୍ରନ୍ ସବୁବେଳେ ଭାବୁଥିଲେ ଯେ ଏହି ବିଶ୍ୱବ୍ରହ୍ମାଣ୍ଡର ଯାହା ବି ଘଟେ ତା ପଛରେ ନିଶ୍ଚୟ କିଛି ନା କିଛି ଉଦ୍ଦେଶ୍ୟ ଥାଏ। ଆଉ ଯେତେବେଳେ ସେହି କଲ୍ ଆସିଲା, ତାଙ୍କ ମନର କୌଣସି ଏକ କୋଣରେ ଏହି ଆଭାସ ଥିଲା ଯେ ଏହି ଛୋଟିଆ ଭୁଲଟି ବୋଧହୁଏ ଏକ ବଡ଼, ବହୁତ ସୁନ୍ଦର ଯୋଜନାର ଅଂଶ। ତେବେ ଆସନ୍ତୁ ଦେଖିବା ଆମର ପ୍ରଥମ ପର୍ଯ୍ୟାୟ, ଗୋଟିଏ ଭାଗ୍ୟଶାଳୀ ଭୁଲ। ଘଟଣାଟି ଥିଲା ଏମିତି। ଫୋନ୍ ବାଜିଲା, ସେପଟୁ ଏକ ଅଚିହ୍ନ ସ୍ୱର ଆସିଲା। ହ୍ୟାଲୋ, କିଏ? ସିମ୍ରନ୍ ସ୍ୱାଭାବିକ ଭାବରେ ଉତ୍ତର ଦେଲେ, ସରି, ଭୁଲ ନମ୍ବର। ଏହା ଖୁବ୍ ସାଧାରଣ ଥିଲା, କିନ୍ତୁ କାହାଣୀରେ ଟ୍ୱିଷ୍ଟ ସେତେବେଳେ ଆସିଲା ଯେତେବେଳେ ଫୋନ୍ କାଟିବା ପୂର୍ବରୁ ଉଭୟଙ୍କ ମଧ୍ୟରେ ଟିକିଏ ହସର ଆଦାନ ପ୍ରଦାନ ହୋଇଥିଲା। ସେହି ଅଚାନକ ହସ ସିମ୍ରନ୍କୁ ଟିକେ ଚକିତ କରିଦେଲା। ଫୋନ୍ କଟିଗଲା ସତ, କିନ୍ତୁ ସେହି ଅଜଣା ସୁରଟି ତାଙ୍କ ମନରେ ରହିଗଲା, ଯେମିତି କିଛି ଗୋଟେ ମଧୁର କୌତୁଳ ସୃଷ୍ଟି କରୁଥିଲା। ଆଗକୁ ବଢ଼ିବା ଦ୍ୱିତୀୟ ପର୍ଯ୍ୟାୟକୁ। କଥାବାର୍ତ୍ତାର ଆରମ୍ଭ। ଆଚ୍ଛା, ପ୍ରଥମେ ହେଲା ଭୁଲ କଲ୍, ଠିକ୍ ଅଛି। କିନ୍ତୁ କିଛି ସମୟ ପରେ ପୁଣି ଥରେ ଫୋନ୍ ବାଜିଲା ଏବଂ ସେପଟୁ ଶୁଭିଲା, ଏକଥର କଥା ହେବାକୁ ପାରିବି କି? ସତ କହୁଛି, ସେହି ମୁହୂର୍ତ୍ତରେ ସିମ୍ରନ୍ଙ୍କର ହୃଦୟସ୍ପନ୍ଦନ ହଠାତ୍ ବଢ଼ିଯାଇଥିଲା। ଗୋଟିଏ ପଟେ ଅଜଣା ଲୋକ ସହ କଥା ହେବାର ଏକ ଅଜବ ଦ୍ୱିଧା, ଆଉ ଅନ୍ୟପଟେ ସେହି ସ୍ୱର ପ୍ରତି ଏକ ପ୍ରବଳ ଆକର୍ଷଣ। ସେ ଡେଷ୍ଟିନିର ଇସାରାକୁ ମାନିନେଲେ ଏବଂ ହଁ କହିଦେଲେ। ବସ୍, ତାପରେ ଆରମ୍ଭ ହେଲା ରାତି ଅଧଯାଏଁ ଲମ୍ବା କଥାବାର୍ତ୍ତା। ଏହା ଆଉ କୌଣସି ଦୁର୍ଘଟଣା ନଥିଲା, ଏହା ଥିଲା ଗୋଟିଏ ସାହସିକ ନିଷ୍ପତ୍ତି। ଏବେ ଆସିବା ତୃତୀୟ ପର୍ଯ୍ୟାୟକୁ, ଏକ ଅଦୃଶ୍ୟ ସମ୍ପର୍କ। ନିଜେ ଟିକେ ଲକ୍ଷ୍ୟ କରନ୍ତୁ ଏହି ସ୍ଲାଇଡ୍କୁ। ସେମାନେ କେବେ ମିଶି ନଥିଲେ, କିନ୍ତୁ ହୃଦୟ ଯୋଡ଼ିଗଲା। ସିମ୍ରନ୍ ନିଜେ ବି ଆଶ୍ଚର୍ଯ୍ୟ ହେଉଥିଲେ ଯେ ସେ ମଣିଷଟିକୁ ସେ କେବେ ଦେଖିନାହାନ୍ତି କି ତାଙ୍କ ପାଖରେ କେବେ ଛିଡ଼ା ହୋଇନାହାନ୍ତି। ତଥାପି କେବଳ ଗୋଟିଏ ସ୍ୱର ଆଉ କିଛି ଭାବନା ମାଧ୍ୟମରେ ଏତେ ନିବିଡ଼ତା ଆସିଲା କେମିତି? ବିନା କୌଣସି ଶାରୀରିକ ଉପସ୍ଥିତିରେ ବି ସେହି ସ୍ୱରଟି ସିମ୍ରନ୍ଙ୍କ ପାଇଁ ଦୁନିଆର ସବୁଠାରୁ ନିରାପଦ ସ୍ଥାନ ପାଲଟି ଯାଇଥିଲା। ପୂରାପୂରି ମ୍ୟାଜିକ୍ ଭଳି ଲାଗୁନି? ଏବଂ ଶେଷରେ ଚତୁର୍ଥ ପର୍ଯ୍ୟାୟ, ବାସ୍ତବତାର ପରୀକ୍ଷା। ଏତେ ଦିନର ଅଦୃଶ୍ୟ ସମ୍ପର୍କ ପରେ ଶେଷରେ ଭେଟିବାକୁ ନିଷ୍ପତ୍ତି ନିଆଗଲା। ରାହୁଲ ଅପେକ୍ଷା କରେ ଆଉ ସିମ୍ରନ୍ ଆସେ। ସାକ୍ଷାତ ସ୍ଥାନକୁ ଯିବା ବାଟରେ ସିମ୍ରନ୍ଙ୍କ ଅବସ୍ଥା ଯଦି ଆପଣ ଦେଖିଥାନ୍ତେ, ମୁହଁରେ ବାଜୁଥିବା ଥଣ୍ଡା ପବନର ସ୍ପର୍ଶ, ପାଦ ଶବ୍ଦ ସାଙ୍ଗକୁ ତାଳ ଦେଇ ବଢ଼ୁଥିବା ଛାତିର ଧକ୍ଧକ୍ ସ୍ପନ୍ଦନ, ଆଉ ଟିକେ ଝାଳେଇ ଯାଇଥିବା ହାତପାପୁଲି, ସବୁକିଛି ସେହି ଉତ୍କଣ୍ଠାକୁ ବୟାନ କରୁଥିଲା। କିନ୍ତୁ ଯେମିତି ହିଁ ସେ ଦୂରରୁ ରାହୁଲକୁ ଅପେକ୍ଷା କରିଥିବାର ଦେଖିଲେ, ହଠାତ୍ ସବୁ ଭୟ କୁଆଡ଼େ ଉଭେଇଗଲା, ଆଉ ଏକ ଅଦ୍ଭୁତ ଶାନ୍ତି ଆସିଗଲା। ତାଙ୍କର ଦୃଢ଼ ବିଶ୍ୱାସ ହେଲା ଯେ ନିୟତି ତାଙ୍କୁ ସମ୍ପୂର୍ଣ୍ଣ ଠିକ୍ ଜାଗାରେ ପହଞ୍ଚାଇ ଦେଇଛି। କେବେ କେବେ ଭୁଲ ନମ୍ବର ମଧ୍ୟ ସଠିକ୍ ପ୍ରେମ ଦେଇଥାଏ। ଯେତେବେଳେ ସେହି ଭିଡ଼ ଭିତରେ ପ୍ରଥମ ଥର ପାଇଁ ଦୁହିଁଙ୍କର ଆଖି ମିଶିଲା ଆଉ ସେହି ଚିହ୍ନା ହସଟି ମୁହଁରେ ଖେଳିଗଲା, ସିମ୍ରନ୍ ସମ୍ପୂର୍ଣ୍ଣ ନିଶ୍ଚିତ ହୋଇଗଲେ। ସେ ଜାଣିଗଲେ ଯେ ସେହି ଦିନର ସେହି ସାଧାରଣ ଭୁଲ ଆଦମ କୌଣସି ଦୁର୍ଘଟଣା ନଥିଲା, ବରଂ ଦୁଇଟି ହୃଦୟକୁ ମିଳାଇବା ପାଇଁ ଏହା ଥିଲା ସମୟ ଏବଂ ଭାଗ୍ୟର ଏକ ପରଫେକ୍ଟ ପ୍ଲାନିଂ। ଆଉ ଏହା ହେଉଛି ଆମର ଶେଷ ବାର୍ତ୍ତା। ପ୍ରେମ କେବେ ଆଉ କେଉଁଠି ମିଳିଯାଏ, କେହି ଜାଣେ ନାହିଁ। ସିମ୍ରନ୍ଙ୍କର ଏହି କାହାଣୀରୁ ଆମକୁ ଏକ ବହୁତ ସୁନ୍ଦର କଥା ଶିଖିବାକୁ ମିଳେ। ଆମେ ଜୀବନକୁ ଯେତେ ପ୍ଲାନିଂ କରିକି ଚଲାଇବାକୁ ଚେଷ୍ଟା କଲେ ବି ଡେଷ୍ଟିନିର କିଛି ଅଲଗା ହିସାବ କିତାବ ଥାଏ। ଆମେ ଆଶା କରିନଥିବା ସମୟରେ ଏମିତି ଏକ ଅପ୍ରତ୍ୟାଶିତ ମୁହୂର୍ତ୍ତରେ ସବୁଠାରୁ ସୁନ୍ଦର ସମ୍ପର୍କ ଆମ ଜୀବନରେ ଆସିଯାଏ। ଆଉ ସତ କହିବାକୁ ଗଲେ ସେଇଥିପାଇଁ ତ ମଣିଷ ଜୀବନ ଏତେ ସୁନ୍ଦର ଆଉ ରହସ୍ୟମୟ, ହଁ କି ନୁହେଁ? ଆଜିର ଆଲୋଚନାକୁ ଶେଷ କରିବା ପୂର୍ବରୁ ଆପଣମାନଙ୍କ ପାଇଁ ଗୋଟିଏ ଛୋଟିଆ ପ୍ରଶ୍ନ। ଶେଷ ଥର ପାଇଁ କେବେ ଗୋଟିଏ ଭୁଲ ଆପଣଙ୍କ ଜୀବନରେ ଏକ ସୁନ୍ଦର ମୁହୂର୍ତ୍ତ ସୃଷ୍ଟି କରିଥିଲା? ଟିକେ ଭାବନ୍ତୁ ତ। ବେଳେବେଳେ ଅତୀତକୁ ଫେରି ଦେଖିଲେ ଜଣାପଡ଼େ ଯେ ସବୁଠାରୁ ମୂଲ୍ୟବାନ ମୁହୂର୍ତ୍ତଗୁଡ଼ିକ ଗୋଟିଏ ଛୋଟ ଭୁଲରୁ ହିଁ ଆରମ୍ଭ ହୋଇଥାଏ। ବୋଧହୁଏ ପ୍ରତ୍ୟେକ ଭୁଲ ପଛରେ ଗୋଟିଏ ଅଦୃଶ୍ୟ ସଠିକ୍ ରାସ୍ତା ଲୁଚି ରହିଥାଏ। ଜୀବନର ଏହିଭଳି ମିଠା ରହସ୍ୟଗୁଡ଼ିକୁ ଅନୁଭବ କରନ୍ତୁ। ଆଉ ଆଜିର ଏହି ବିଶ୍ଳେଷଣକୁ ମୁଁ ଏଠି ରଖୁଛି। ନମସ୍କାର।